ଘଟଣା ଗିଟ୍ ତ ଆମର ସ୍ୱର୍ଗତ ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ସମୟରେ ଭିତ୍ତିପ୍ରସ୍ତର ପଡ଼ିଛି। ନବୀନ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚେଷ୍ଟାରେ ଆସିବାରୁ ଏଠି ବହୁତ ଲୋ ଭୋଲ୍ଟେଜ୍ ହେଉଥିଲା। ଏଠି ଜାଗା ବି ଏଠି ଏଖାନ ମିଳୁନଥିଲା। ପ୍ରଦୀପ ମହାରଥୀଙ୍କ ନିର୍ଦ୍ଦେଶରେ ଆମେ ଜାଗା ଥଣ୍ଟନା ଦୁର୍ଗାପୁର ରେଭିନ୍ୟୁ ଭିଲେଜର ଜାଗା ଦିଆଗଲା। କାମ ହେଲା ସବୁ ବହୁତ ବାଧାବିଘ୍ନ ହେଇଛି। ରକ୍ତ ଦେଇଛୁ ଆମେ, ମାଟି ଖୋଳା ହେବନି। ଲୋକମାନେ ଜାଗା ଛାଡ଼ୁନଥିଲେ, ମାଡ଼ି ବସିଥିଲେ, ଜାଗା ଛାଡ଼ୁନଥିଲେ। ବହୁତ ଘାତ ପ୍ରତିଘାତ ଭିତରେ ଆମେ କରିଛୁ, ଯେଉଁଟାକି ପୂର୍ବତନ ମନ୍ତ୍ରୀ ପୂର୍ବତନ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ସମୟରେ ହେଇଛି। ଷ୍ଟ୍ରକ୍ଚର ହେଇଗଲା ସିନା, କିନ୍ତୁ କନେକ୍ସନ୍ ଦେଲା ହେଇପାରିନଥିଲା। ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ସୁପୁତ୍ର ରୁଦ୍ରପ୍ରତାପ ମହାରଥୀଙ୍କ ସମୟରେ କନେକ୍ସନ୍ ହେଇଛି। ଆଉ କନେକ୍ସନ୍ ଦିଆହେଲା ବେଳେ ବି NH ବାଲା ବି ବହୁତ ହଇରାଣ କରିଥିଲେ। ତାକୁ ଆମର ବର୍ତ୍ତମାନର ଜିଲ୍ଲା ପରିଷଦ 24 ନମ୍ବର ତ ଆମେ ସମସ୍ତେ ବସିକି ଏଠି NH ପାଖରେ ରାତାରାତି ଆମେ କାମ କରିକି ସହଯୋଗ କରୁଛୁ। ତାର କାରଣ ହେଉଛି ଆମ ଏଠି ଲୋ ଭୋଲ୍ଟେଜ୍ ବହୁତ ହେଉଥିଲା, ଖାଲି ଡିନାମାଇଟ୍ ଜଳୁଥିଲା। ଲୋକ ବି ବହୁତ ପ୍ରତିବାଦ କଲେ, ଆମେ କାହିଁକି ଇଲେକ୍ଟ୍ରିକ୍ ବିଲ୍ ଦେବୁ। ହେବା ଦ୍ୱାରା କନେକ୍ସନ୍ ହେବା ଦ୍ୱାରା ଲୋ ଭୋଲ୍ଟେଜ୍ ସେ ସ୍ୱର୍ଗତ ପ୍ରଦୀପ ମହାରଥୀକି ଦେବୁ, ନବୀନ ପଟ୍ଟନାୟକ ଦେବୁ, ରୁଦ୍ର ମହାରଥୀକି ଦେବୁ। ସେଠି ଇଏ ଷ୍ଟ୍ରକ୍ଚରଟା ପ୍ରଥମରୁ ସେଠି ଥିଲା କୁମାରଚୌରଠି। ସେଇଠି ଜାଗା ନ ମିଳିବାରୁ ଆମକୁ ଏଠି ପ୍ରଦୀପ ମହାରଥୀ କହିଲେ ଆମେ ଏଠି ଜାଗା ଲୋକଙ୍କୁ ବୁଝାସୁଝା କରିକି ଦେଇଛୁ। ଆମେ କରିଛୁ, ସେମାନେ ବି ଯେଉଁମାନେ ଉଦ୍ଘାଟନ କରିଛନ୍ତି ସେମାନେ ବି ଜାଣିଛନ୍ତି କିଏ କରିଛି, କାହା ବେଳେ ହେଇଛି, କେମିତି ହେଇଛି। ପ୍ରଦୀପ ମହାରଥୀକି ଦିଆଯିବ।